हेलो हेलो हाँ नमस्कार ଭଲ ଅଛନ୍ତି ତ କିଏ କୋଉଠୁ କହୁଛୁ? ଏଇ ଖଣ୍ଡାଧର ଆଜ୍ଞା। ଆଚ୍ଛା ଆଚ୍ଛା ଦିନେ ଏମିତି ଦିନେ ଦି ଦିନ କଲ୍ କରିବି ବୋଲି ଭାବୁଛି କାହିଁକି କେଜାଣି ମତେ ବହୁତ ଡର ମାଡୁଛି ଆପଣଙ୍କୁ। କାହିଁକି? କେଜାଣି ମତେ ବହୁତ ଡର ମାଡୁଛି। ନା ନା ଡର କଣ? ବୁଝିଲେ ବାବା ହଁ ସେଦିନ ଆପଣ 2 ଜଣ ଲୋକ ଆସିଥିଲେ। ହଁ ଆପଣ ଶୂନ୍ୟରେ ଥିଲେ। ହଁ ମୁଁ ଦେଖିଛି ଆଖିରେ ହେଲା। ହଁ ହଁ ଆଉ ସେ ଜଣେ ସେ ମତେ ଯାହା ଲାଗୁଛି ଏଇଟା ସତ ସେ ଜଣେ କିଏ ଦିବ୍ୟ ଆତ୍ମା ହେଇଥିବ। ହଁ ତ ସିଏ କହିଲା ଆକୁ ଯେତେ ପାରୁଛୁ ତୁ ରାଗ କହିଲେ ମତେ ହଁ ଆପଣ ମତେ ବହୁତ ରାଗିବେ। ହଁ ଆର ଅବଗୁଣକୁ ସବୁ ନଷ୍ଟ କର ଆଉ ୟାକୁ ଯେତେ ପାରୁଛୁ ରାଗ କହିଲେ ଆପଣ କିଛି କହିଲେ ନାଇଁ ଚୁପ୍ କରି ଟିକେ ହସିଦେଲେ। ହଁ ହଁ ତାପରେ କିଛି ହିଁ କହୁନାହିଁ ଆଉ ଟିକେ ଯେମିତି କି ମାନେ ଜାଆଁଳା ଦି ଭାଇ ଟିକେ ଆଗ ପଛ ରୁହନ୍ ମୁଣ୍ଡଟା ତାଙ୍କ ଟିକେ ଆଗକୁ ଆଉ ଆପଣଙ୍କର ମୁଣ୍ଡ ଟିକେ ତଳକୁ ଅଛି ଆଉ ସିଏ ଆପଣଙ୍କୁ ଜମା ଛାଡୁନାହିଁ ପିଛା। ତାପରେ କହିଲେ ମୁଁ ଜାଣିଥିଲି ଆଉ ଇଏ କେବେ ନା କେବେ ଯୋଉ ବାଟ ଖୋଜୁଥିଲା ସେ ବାଟ ପାଇବ ଏବେ ତୁ ତା ପାଖକୁ ଯିବୁ ଆଉ କହିଲେ ଆଉ କିଛି କହିଲେ ନାହିଁ ମତେ। ସେଠୁ କହିଲେ ଦିନେ କହିଥିଲି ତ ତୁ ତୋର ଆଚରଣ ଶୁଦ୍ଧତା କରୁନାହୁଁ। ତାପରେ ମୁଁ କହିଲି କେମିତି ଆଚରଣ ଶୁଦ୍ଧତା କରିବି କହିଲେ ତୁ ଏବେ ଆପଣଙ୍କର କଥା କହିଲେ ଆଉ କିଛି କହିଲେ ନାହିଁ ତାପରେ ଚୁପଚାପ ରହିଲେ କହିଲେ ଆକୁ ଯେତେ ପାରୁଛୁ ତୁ ରାଗ। ତ ସେମାନେ କିଏ ସେଟା ମାନେ ମତେ ଭୟଙ୍କାର ଦେଲେ ଆଉ ବହୁତ ରାଗିଲେ ତ ମାନେ ମୁଁ ଭ୍ରମିତ ହେଇଯାଇଛି ନା ସେଟା କିଏ ଜଣେ ଦିବ୍ୟ ଆତ୍ମା ଥିବେ। ସେ ମନ ବର୍ତ୍ତମାନ ଚଞ୍ଚଳ ଅଛି ତ ସେଇଥିପାଇଁ ସେଗୁଡା ଦେଖୁଛୁ ଆଉ ତାପରେ ସେ ଠାକୁରଙ୍କ ଆଶୀର୍ବାଦ ଧୀରେ ଧୀରେ ତୋ ପାଖରେ ଯାଇ ପହଞ୍ଚୁଛି। ଆଜ୍ଞା ତୋ ମନର ଯୋଉ ଚିନ୍ତାଧାରା ପାଇଁ ଠାକୁରଙ୍କର ଆଶୀର୍ବାଦ ମିଳୁଛି ସେ ଚିନ୍ତା ଆଜ୍ଞା କରନା ସେ ଧୀରେ ଧୀରେ ସବୁ ହେଇଯିବ। ଆଉ ଏଇ ଯୋଉ ମୁଁ ଭାବୁଥିଲି ମୁଁ ଯେତେବେଳେ ଅଜ୍ଞାନରେ ବସିଛେ କହିଲେ ଏମାନେ ମତେ ବହୁତ ଭଲ କଥା କହୁଛନ୍ତି ଆପଣଙ୍କର କଥା ଯେମିତି ଭାବରେ ମୁଁ ଶୁଣୁଛି ଆଉ ଆନ୍ତରିକ ଭିତରେ ଆପଣଙ୍କ ଭିତରେ ପ୍ରବେଶ କରୁଛି ଯେ ମତେ କାହିଁକି ବହୁତ ଆନନ୍ଦ ଲାଗେ ଆଉ ବେଳେ ବେଳେ ବହୁତ ଭୟ ହୁଏ ଫେର ପିଛା ଦେଇ ଫେର ଫେରି ଆସେ। ଯେତେବେଳେ ପୂଜା କରୁଛେ ପୂଜା ତ ମୁଁ କୌଣସି ଦିଅଁ ଦେବତାକୁ ପୂଜା କରେ ନାହିଁ କହିଲେ ଆମର ହିନ୍ଦୁ ସମାଜରେ ମତେ ରାଗିବେ। ଆଗ ପ୍ରଥମରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କୁ ପୂଜା କରୁଥିଲି ଦାରୁ ବ୍ରହ୍ମକୁ ତାପରେ ପୂଜା କଲି ନାହିଁ। ସେଇଠୁ ପ୍ରତ୍ୟେକ ଦିନ ଭୋଗ ଦିଏ ଚନ୍ଦନ ଲଗାଏ ସବୁଦିନ ଗାଧାଏ ସେମାନଙ୍କୁ ତାଙ୍କର ଅଙ୍ଗ ବସ୍ତ୍ରକୁ ସବୁବେଳେ ପାଲଟା କରୁଥାଏ। ତ ବହୁତ ଭଲ କଥା କରୁଥିଲି ତାପରେ ଧୀରେ ଧୀରେ ଆଉ ଏବେ କରୁନାହିଁ ମୁଁ ନିଜେ ଚିତ୍ର ଆଙ୍କିଲି ତାପରେ ତାଙ୍କର ଯେତେବେଳେ ଇଚ୍ଛା ହୁଏ ନିଜେ ଚିତ୍ର ଆଙ୍କିକି ନିଜେ ପୂଜା କରେ। ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ନିଜେ ହିଁ ମୋର ହାତରେ ଚିତ୍ର ଆଙ୍କେ ଆପେ ହିଁ ହେଇଗଲା ସେଟା କାଟ ଆଉ ପୂଜା କରେ ନାହିଁ ତାପରେ ଶୂନ୍ୟ ବ୍ରହ୍ମକୁ ପୂଜା କରିବା ପାଇଁ ଇଚ୍ଛା ହେଲା। ତ ଆପଣ ଯେତେବେଳେ ବାବା ବୁଝିଲେ ମୁଁ ଯେତେବେଳେ ବ୍ରହ୍ମ ମୁହୂର୍ତ୍ତରେ ବି ଉଠିକି ଟିକେ ଦେଖୁଛି ଆପଣଙ୍କୁ ଦେଖୁଲି ଯେତେବେଳେ ମାନେ ଟିକେ ଦୀପଟିଏ ଦଉଛି ଆପଣ ହିଁ ସାମ୍ନାରେ ତ ଏମିତି ମୁଁ କେମିତି ଯାଇଛି ନା କେମିତି ଜଣା ପଡୁଛି। ଦୟାନିଧି ଆଶୀର୍ବାଦ କରିଛନ୍ତି ଏବଂ ତୋ ପାଖରେ ଯାଇ ପହଞ୍ଚି ଯାଉଛନ୍ତି ଆମ ଗୁରୁ ଦୟାନିଧି ମୋ ରୂପରେ। ଆଜ୍ଞା ଚିନ୍ତା କରନା ତୋର ଧୀରେ ଧୀରେ ସବୁ ଆଗକୁ ତୋ ଉନ୍ନତି ହେଇଯିବ। ଆଉ ଗୋଟେ କଥା ବୁଝିଲେ ବାବା ଥରେ ଆପଣ ଗୋଟେ ଭଜନ କହିଥିଲେ ତ ସେ ଭଜନ ଟା ମୁଁ ମନେ ବହୁତ ସେ ସୁରଟାକୁ ଆଣିଲି ଦିନେ ହେଲା ନାହିଁ ତାପରେ ଦିନେ ଚେଷ୍ଟା କରିଛି ଆଉ ଯେବେ ସିଏ ମତେ ୟାକୁ ବହୁତ ରାଗ କହିଛନ୍ତି ସେଦିନ ତ ସୁର ପୁରା ଆସୁଛି ହେଇଗଲା। ଆଜ୍ଞା ଏଇଟା ଶୁଣିବେ କହିଯିବି ଶୁଣିବେ ଆଜ୍ଞା। ହଁ କହୁନ କହ। ନମ ନମ ଭଗବତୀ ସେଇ ସୁରଟା ଆଜ୍ଞା ମୁଁ ଶିଖିବିନି। ପୁରା ମୁଁ ଡେଲି ପ୍ରତ୍ୟେକ ଦିନ ବୋଲୁଛି ଆଉ ରେ ସୁମନ ବ୍ରହ୍ମ ଏକାକ୍ଷର ସେଇଟା ବି କହୁଛି ଆଉ ଗୋଟେ ଶିଖିଛି ସେଇ ଯୋଉ ଇଏଟା ଯେ ବାବା ମନେ ପଡୁନାହିଁ ସେଟା ଧ୍ୟାନରେ ବସିଲେ ମନେ ପଡୁନାହିଁ ସେଟା। ହଉ ଠିକ ଅଛି ଏଇ ସବୁ ମନ ଭିତରେ ସବୁ ରଖିଥା ଠାକୁରଙ୍କୁ ଶ୍ରଦ୍ଧା କରୁଥା
ଏମିତି କରୁ କରୁ ପ୍ରଭୁଙ୍କର ଆଶୀର୍ବାଦ ଦିନ ଆସିବ ହବ। ଆଉ ବୁଝିଲେ ଆଜ୍ଞା ଭାବୁଛି ଆପଣଙ୍କ ପାଖରେ ଧୀରେ ଧୀରେ ଏ ପୁଅ ମାନଙ୍କୁ ବି ସେମିତି କରେଇଦବା ବୋଲି ଭାବୁଛେ। ମୋର କଥା ତ ମୁଁ ଚିନ୍ତା କରୁଛି ମୋର ଭଳିଆ ମାଟେ ପାଇପାରିବି ଏମାନେ ଆପଣଙ୍କ ପାଖାପାଖି ଟିକେ ଦେବି ବୋଲି ଭାବୁଛି। ଆପଣ ରାଜି ହେବେ ତ? ହଁ କିଛି ଅସୁବିଧା ନାହିଁ ତମେ ଆସ। ଧୀରେ ଧୀରେ ଛାଡ଼ିବି ବୋଲି ଭାବୁଛି ଆଜ୍ଞା। ସେମାନେ ପାଠ ପଢିବେ ପାଠ ପଢେଇବା ତାପରେ ବି ଆପଣଙ୍କର ଗୁରୁ ଆଶ୍ରୟ ନେଇକରି ଯେମିତି ଗୃହସ୍ଥ ଆଶ୍ରମରୁ ସେମାନେ ଟିକେ ଉଦ୍ଧାର ବି ସେଇ ଚିନ୍ତା ଆପଣ ଟିକେ ଚେଷ୍ଟା କରିବେ। ମୁଁ ହଁ ହଁ କିଛି ଅସୁବିଧା ନାହିଁ ଭାବୁଛି ପ୍ରତିଦିନ ଭାବୁଛି ଆଜ୍ଞା। ସେ ଗୁରୁ ଦୀକ୍ଷା ଛୁଆଙ୍କୁ ଦେଇଦେଲେ ସେମାନେ ଉନ୍ନତି କରିବେ ନିଶ୍ଚିନ୍ତ ନା। ସେଇ କଥା କହୁଛନ୍ତି। ତାପରେ ବି ଆପଣଙ୍କର ସେବା ଯତ୍ନ ଟିକେ କରିବେ ସମୟ ସମୟ ପର୍ଯ୍ୟନ୍ତ ଯଦି ସେମାନେ ସେବା ଯତ୍ନ କରିଥିବେ କାହିଁ ନା କାହିଁ ଆଶୀର୍ବାଦ ହବ। ହଁ ନିଶ୍ଚୟ ନିଶ୍ଚୟ। ତାପରେ ଆପଣ ଦେଖୁଛି ଯେ ଆମର ଦୟାନିଧି ପରମହଂସ ସିଏ ତତ୍ତ୍ୱଦର୍ଶୀ ଅଟନ୍। ହଁ ହଁ ତ ତତ୍ତ୍ୱ କଥା ଯଦି ନ ଜାଣେ ଯିବ ତାମାନେ ସଂସାର ଉଦ୍ଧାର ହେଇପାରିବ ନାହିଁ। ଆଉ କିଛି ପୂଜା ପାଠ ଆଜ୍ଞା ଦରକାର ନାହିଁ ଖାଲି ତତ୍ତ୍ୱ କଥା ହିଁ ଜାଣିବା ଉଚିତ। ପୂର୍ବ ଜନ୍ମ କଥା ଏଇ ଜନ୍ମ କାହିଁକି ହେଲା ତତ୍ତ୍ୱ ତ ମୂଳ ଜିନିଷ ଆଉ। ଆଜ୍ଞା ଆଉ ଏତେ ପୂଜା ପାଠ ଏତେ ଭଜନ କୀର୍ତ୍ତନ ସଙ୍ଗୀତ ନୃତ୍ୟ କରି ଲାଗୁନାହିଁ ମନ ଲାଗୁନାହିଁ ସେଥିରେ। ଆଉ ସମସ୍ତ କଣକିତ ଲାଗିଲା ହରିନାମକୁ ବିକ୍ରି କରିଦେଲେ ହରିନାମ ବିକ୍ରି ହେଲା। ମଦ ମାଂସ ଖାଇଲେ ରେ ପିଟା ମରା କେ କାହାକୁ ଏ ତ ସବୁ ଆଜିକାଲି ହଉଛି ଆଉ। ପୁରା ଆଜ୍ଞା ଆପଣ ତ ବ୍ରହ୍ମଚାରୀ ହେଇଗଲେ ବହୁତ ଭଗବାନଙ୍କର ମଙ୍ଗଳ ଆପଣଙ୍କର ଅଛି ଆପଣଙ୍କ ଉପରେ ଅଛି। ଆଉ ଆପଣ ଯଦି ଗୃହସ୍ଥ ଆଶ୍ରମରେ ଥାନ୍ତେ କେଜାଣି ଆଜି ଖାଇବି ନା ମୁଁ ବଞ୍ଚିବି ନା ମରିବି ଆଉ ଆପଣ ଚିନ୍ତା କରିବାଟା ବହୁତ କଷ୍ଟ। ଗୃହସ୍ଥ ଜଞ୍ଜାଳ ଟିକେ ଅଛି ଆଉ। ଆଜ୍ଞା ବହୁତ କଷ୍ଟ ପାଉଛୁ ଆମେ। ନା ମରି ହଉଛି ନା ବଞ୍ଚି ହଉଛି ନା ଛାଡି ହଉଛି ନା କୌଣସି ରୂପ ଧାରଣ କରିବୁ। ନା ଗୃହ କର୍ମ ଶ୍ରେଷ୍ଠ କର୍ମ ତାରି ଭିତରେ ରହିକି ସବୁ କାମ କର କିଛି ଅସୁବିଧା। ଆଉ ଗୋଟେ କଥା ଆଜ୍ଞା ଯୋଉ ଆମର 12 ମାସରେ 13 ପର୍ବ ରହୁଛି। ଆମର ଯୋଉ 12 ମାସେ 13 ପର୍ବ ରହୁଛି ଧୀରେ ଧୀରେ ଆଉ ଇଚ୍ଛା ହଉନାହିଁ କରିବା ପାଇଁ। ଏବେ ଯୋଉ ସବୁ ବ୍ରତ ହେନ୍ତେନ ସବୁ ଜିନିଷ ଯୋଉ ଯାଉଛି ସେଗୁଡା ସେଗୁଡା ଦରକାର ନାହିଁ। ନାଇଁ ସେଗୁଡା ତତ୍ତ୍ୱ ଜ୍ଞାନ ଜାଣିବା ପାଇଁ ହେଲେ ସେଗୁଡା ମୋଟେ ଆବଶ୍ୟକ ନାହିଁ। ଆଉ ଗୋଟେ କଥା ପଚାରିବି ବାବା। କହ। ଏଇ ଯୋଉ ସମସ୍ତେ କହୁଛନ୍ତି ଆମେ ବ୍ରହ୍ମ ଉପାସନା କରୁଛୁ ହେଲା। ଆଚ୍ଛା ବ୍ରହ୍ମ ଉପାସନା କୁ ଗୃହସ୍ଥ ଆଶ୍ରମ ପାଇଁ ସେମାନେ ଗଳାରେ 3-4 ଥରି ପୁରା ମାନେ ତୁଳସୀ ମାଳି ପକେଇ ଦେଇଛନ୍ତି ଆଉ ସକାମ ନିଷ୍କାମର ଚିତା ଚୈତନ୍ୟ ମାରିଦେଲେ। ଆଚ୍ଛା ରାତିରେ ନାରୀ ପୁରୁଷ ସଙ୍ଗମ କରିବା ସେଟା ପାପ ନାହିଁ? ଏକଦମ ପାପ ନା। ସେଇ ଯୋଉ ବ୍ରହ୍ମକୁ ବ୍ରହ୍ମ ଉପାସନା କରୁଛନ୍ତି ମତେ ଏବେ ଆପଣଙ୍କର କୃପା ପଡେ ମତେ ଏଇ କଥାଟା ଆଜି ଆଭାସ ହେଇଛି। ଆଭାସ ହେଇଛି ଯେ ମୁଁ ଆଜି ଗୃହସ୍ଥ ଆଶ୍ରମରେ ଥାଇ ମୁଁ ବ୍ରହ୍ମଙ୍କର ଉପାସନା କରୁଛି ଭଗବାନଙ୍କୁ ଆଶ୍ରୟ ନଉଛି ତାପରେ ନାରୀ ପୁରୁଷ ସଙ୍ଗମ କରୁଛି ଯୋଉ ବିନ୍ଦୁ ବ୍ରହ୍ମଟା ନଷ୍ଟ କରୁଛି ସେଟା ମହାପାପୀ ମୁଁ ଅଟେ। ଏକଦମ ପାପ ନା ସେଇଟା ପାପ। ସେଇଟା ବହୁତ ବଡ ପାପ। ତାମାନେ ଏମାନେ ସବୁ ରାତିରେ ରାଧାକୃଷ୍ଣ ଲୀଳା କରୁଛନ୍ ଆଉ କହୁଛନ୍ତି ମୁଁ ବ୍ରହ୍ମ ଉପାସନା କରୁଛି ସିଏ କହୁଛି ମୋ ଭଲ ଶିଷ୍ୟ ସିଏ କହୁଛି ମୋ ଭଲ ଗୁରୁ। ସେ ସବୁ ଡୁପ୍ଲିକେଟ ଚିନ୍ତାଧାରା ତାଙ୍କର। ଆଜ୍ଞା ଆଜ୍ଞା ସେଇ କଥାଟା ଆପଣଙ୍କର କୃପା ବଳେ ମତେ ଆଜି ଆଭାସ ହଉଛି। କାହାକୁ କହିବ କ୍ୟା ପାଖରେ ସବୁ ଜ୍ଞାତ ଅଛି କାହାକୁ ବୁଝେଇବା କଥା ନେଇ କରି। ତ କାହା ଆଗରେ ବି ପ୍ରକାଶ କରିବା ଉଚିତ ନୁହେଁ କି ନିଜର ଜିନିଷକୁ ନିଜେ ଜ୍ଞାତ କରି ରଖିଥିବା କଥା। ଆଉ ସେଦିନ ଧୀରେ ଧୀରେ ମତେ ଗୀତା କଥା ମନେ ପଡେ ନାହିଁ। ବୁଝିଲେ ବାବା। ଗୀତା କଥା ମନେ ପଡେ ନାହିଁ। ଗୀତାର ଅର୍ଥ ପାଉଛି ମୋର ପାଟି ଉପରେ ମାନେ ଜିଭ ଉପରେ ଲଦି ହେଇକି ରହିଛି। ଯୋଉ ସନ୍ନ୍ୟ ଦର୍ଶନ ଯୋଗ
ଆଉ ଏଇ ସବୁ ସଂଖ୍ୟା ଯିବ ଏଇଟା ପୁରା ପାଟି ମାନେ ଆପେ ଆପେ ଆସିଯାଉଛି। ହଁ ହଁ ଛୁଡ଼କ ଗୁଡା ଆସୁନାହିଁ। ନା ଆସିବ ସବୁ ଗୁଡାକ ପଳେଇ ଆସିବ ଗୁରୁଙ୍କ ଆଶୀର୍ବାଦ ହେଲେ ଏଗୁଡା କିଏ ଜାଣିବ ପଳେଇ ଆସିବ। ମତେ ଆସିବ ନାହିଁ ଛୁଡ଼କ ଆଉ ଯଦି ନ ଆସିବି ତତ୍ତ୍ୱ ଟିକେ ବୁଝୁଛି ଶ୍ଲୋକ ଓଡିଆ। ଶ୍ଲୋକ ଦରକାର ନାହିଁ ଶ୍ଲୋକ ଆଜ୍ଞା ଦରକାର ନାହିଁ ଆମର ଗୁରୁ କହିଲେ ଦୟାନିଧି ପରମହଂସ କହିଲେ ପଢା ପାଠେ ନାହିଁ ଅକ୍ଷର ନୁହଁଇ ଅଜପା ଜ୍ଞାନ ଏ ଗୁରୁ ସୂତ୍ର ଏ ତତ୍ତ୍ୱ ନ ଜାଣି ମାଳା କୌପିନି ଭେକବାନ ବହି ବାଦିବି ଅର୍ଥ କହେ ଦୟାନିଧି ଏହି ସୂତ୍ରେ ଦେଇ ଅଛି ବୁଦ୍ଧି କହେ ଦୟାନିଧି ତେଣୁ ଚିନ୍ତା କରନା ଏସବୁ ଆଜ୍ଞା ଯାହା ହବା କଥା ସେ ହେଇଯିବ ଆଉ। ମୁଁ ଧୈର୍ଯ୍ୟ ଧରି ପାରେ ନାହିଁ ମୁଁ ବହୁତ କାନ୍ଦି ପକାଏ ମୋର ଆଖିରୁ ଲୁହ ଖସିଯାଏ ପ୍ରଭୁ ନାରାୟଣ ହଁ 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 ଆପଣଙ୍କର ଆଶ୍ରୟ ନେବି ମୁଁ ଭାରି ଚିନ୍ତାରେ ପଡୁଛି ବହୁତ ବୁଝଉଛି ୟାକୁ ତାକୁ ଡାକୁଛି କେହି ଶୁଣୁ ନାହିଁ ଦେଖିବା। ହଁ 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 ମୁଁ ଫୋନ୍ ଟା ଏଇଥିପାଇଁ ଦିଏ କାଳେ ଯଦି କିଏ ବୁଝିବେ ମତେ ଟିକେ ସାଙ୍ଗ କରିକିରି ନେଇଦେବେ ବାବା ପାଖକୁ ବହୁତ ଚେଷ୍ଟା କରୁଛି ବହୁତ। ହଉ ହଉ ଆଉ ବୁଝିଲେ ବାବା ଏଇଟା ମୁଁ ତ ଗୁରୁ କେମିତି କରାଯାଏ ଗୁରୁ ଆଶ୍ରୟ କିଏ ମୁଁ ଏ କଥା ଜାଣିନାହିଁ। ଏଇଟା ଗଲା ପରେ ମୁଁ ପୁରା ମାତା ଧାରଣ କରିବି। ସେଇ ବସ୍ତ୍ର ପିନ୍ଧିବି ଆଉ ସେଇଆନି ନେବି ବୋଲି ଭାବୁଛି ଆଉ ନା କଣ ଭାବୁଛ? ନା ନାଇଁ ସନ୍ନ୍ୟାସ ହେବେ କିଛି ଅସୁବିଧା ନାହିଁ। ମୁଁ ପୁରା ସେ ଆପଣ ଯେମିତି ବସ୍ତ୍ର ପିନ୍ଧୁଛନ୍ତି ମୁଁ ବି ସେମିତି ବସ୍ତ୍ର ପିନ୍ଧିବି। ହଁ ହଁ କିଛି ଅସୁବିଧା ନାହିଁ। ଆଉ ସମାଜର ବେଶଭୂଷଣକୁ ସେମାନେ ରାମ କିଏ କୃଷ୍ଣ କିଏ ନ ଜାଣି ରାମକୃଷ୍ଣ ଗୀତ ଗାଇବେ। କିନ୍ତୁ ଏ ଜୀବ ଅଜ୍ଞାନ ଜୀବଟାକୁ ସେମିତି ଯଦି ଶିକ୍ଷା ଦୀକ୍ଷା ନଦବ କାଳେ କେତେବେଳେ ପତନଗାମୀ ହେଇଯିବ। ଠିକ କହୁଛେ କିନ୍ତୁ ଆଜ୍ଞା ଯେ ତମର ଧର ସ୍ୱାମୀ ଅଛି ଘର ଅଛି ପରିବାର ଅଛି। ନାଇଁ କିଛି ନାହିଁ ଆଜ୍ଞା ମୋର ସେ ଘର ଦ୍ୱାରକୁ ମୁଁ ସବୁ ଛାଡ଼ି ଦେଇଛେ। ହଁ ମୁଁ ଘର ଦ୍ୱାର କିଏ ଖାଇଛି ଜମିବାଡି ମୁଁ ଆଜିକୁ 6-7 ବର୍ଷ 10 ବର୍ଷ ହେଲାଣି ମୁଁ ତାର ଧ୍ୟାନ ଦଉନାହିଁ। ହଁ ହଁ କାହିଁକି ନା ମୁଁ ଏଇଟା ଯେତେବେଳେ ମୁଁ ଉଚ୍ଚାରଣ ତ ଅହଙ୍କାର ଯେତେବେଳେ ମତେ ବାହା କରିଦେଲେ ମୁଁ କୃଷ୍ଣଙ୍କୁ ଆଖି ଆଗରେ ଦେଖୁଥିଲି ଏଇଟା ଶୁଦ୍ଧ ସତ୍ୟ କଥା। ଆଚ୍ଛା ସମସ୍ତଙ୍କର ସାମ୍ନାରେ କୃଷ୍ଣଙ୍କୁ ଦେଖୁଥିଲେ କିନ୍ତୁ ସେଦିନଟା ଚାଲିଗଲା ତାପରେ ଏକୁଟିଆ ବସିକରି ଓଁ ନମଃ ଭଗବତେ ବାସୁଦେବାୟ ଡାକେ ପୂଜା ପାଠ କରେ ନାହିଁ। ଏମିତି ମୋର ଛୋଟ ଦିନଠୁ ବାହାରି ବହୁତ ଛୋଟ ଦିନଠୁ ସେ ମାନେ ହେଲା ତାପରେ ଝିଅ ଗୋଟେ 2 ଜଣ ଲୋକ ଆସିଲେଣି ମୁଁ ଟିକେ ବ୍ୟସ୍ତ ରହିଛି ପୁଣି ହଁ ଠିକ ଅଛି ବାପା, ଆଉ ମତେ କ୍ଷମା କେତେବେଳେ କରିଦିଅ। କଥା ହବା।